संस्कृति काहू कहवा कृति काहू कहवा हाँ संस्कृति किए कृति किए आमे कहते मु जगन्नाथ संस्कृति करली हाँ प्रथमे भाबिबा पाई पड़िबो ने जगन्नाथ संस्कृति कोटा कृति कोटा आया आया संस्कृति स्वयं कृति हाँ जोटा स्वयं सृष्टि है सेटा होते संस्कृति संस्कृति कृति कृति जोटा तैयारी करा जाय 22 पाँच संस्कृति नुह हेया कृति रामचंद्र देव 22 पाँच निर्माण कले ने 22 तो नुह 19 ताकर 19 टा पुओ मले बोली ताको पुओ नारे कले 19 टा पाहाच आया आया आपण देखिरे हाँ 22 पाहाचर तृतीय पाहाचर बाम पटरे काशी विश्वनाथ आया 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 22 पाहाचर तृतीय बाम काशी विश्वनाथ को विजय धाम गोटिया बादरे गोटिया दिन बाला हो आया आया से कल्प बटा आड़े कहीं जीव आउ से महाप्रसाद गाड़े कहीं जीव से चूल्हा चूल्हा कौन 250 अरे आश्चर्य रह कहीं बाटी कर ना चूल्हा जाकि गणिल କହିଥିଲେ ଭୁଲ ଭାଲ ହେଲେ କକାର କୋଟା ହବ कौन पार्टी करना काली कहल यूट्यूब चैनल पाला करना ଆଚ୍ଛା आज आपण कौन କରୁଥିଲେ ଓ 10 ମିନିଟରେ କାବ୍ୟ आज आ अध घंटे अच्छी गला जगन्नाथ संस्कृति काव्य बसिला प्रचंड पांडव ବାବା चढ़ी जाइए पट्टा पर को दुर्योधन ଆଜ୍ଞା ଆଜ୍ଞା ସେଇଠି କଥାଟା ସେଇଠୁ ହବ ହଁ ହଁ ର ଆଉ ଦିଟା ପ୍ରଶ୍ନ ତ ର କାଇ ପ୍ରଶ୍ନ ପ୍ରଶ୍ନ ହଉଛି ଆଉ ପଚାରିଥିଲେ କହିଲେ ଜଗା କହିଦେବୁ ପୁତୁରାକୁ हां जगह कोइ ଆଉ କାଲି କଥାଟା କାଇଁ ମନେ ପଇଲାନି ଆଜି ଯଦି ପୁତୁରାକୁ କହିଦବୁ ତା ମା ନା କାଲି ପ୍ରଶ୍ନର ଉତ୍ତର ଦେଲେ ମୁଁ କାଲି ଦେବି ଆର ଉତ୍ତର ଏ ଜମ୍ପୁର ସୁରୁ କଥା हां रे ତା ମା ଆମରୁ ମୋର ମନ ପଇଲାନି ନହେଲେ ମୁଁ ଯାଉଛି ପଚାରି ଆସିବି ର ଜଗନ୍ନାଥ ମହାପ୍ରଭୁଙ୍କର ଚୁଲା କେତେଟା 250 ଚୁଲା କହୁଥିଲେ ନା 240 ଚୁଲା ମନେ ରଖନ୍ତୁ देखिना 240 ଚୁଲାରୁ ଆଜ୍ଞା ଆଜ୍ଞା 100 ଚୁଲା ହଉଛି ଅନ୍ନ ଚୁଲା ଆଉ 140 ଆଉ 140 ଡାଲି ମହୁର ବେସର ଶାଗ ଇତ୍ୟାଦି ରନ୍ଧା ହଉଛି 60 ପଉଟି 360 କୁଇଣ୍ଟାଲ ପଉଟିକ 96 କିଲେ ଆଜ୍ଞା ଆଜ୍ଞା 60 ଗୁଣନ 96 ଯେତିକି ହେଲା ସେତିକି ରନ୍ଧା ହଉଛି ଜଗନ୍ନାଥଙ୍କର କେତେ ଖାଉଛନ୍ତି କି ରେ ए ରୋଷକରେ ଯୋଉ ଅମହଣିଆ ଗଲା ତା ନାଁ କଣ ମହାପ୍ରସାଦ ହେଇଗଲା ସଙ୍ଗେ ସଙ୍ଗେ ନା ନା ନାଭି କ୍ଷେତ୍ର ପଡିଗଲା ଯେ ବିରଜା ହେଇଗଲା ଛିଡା ହବୁ ଟିକେ ଆଜ୍ଞା 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 କୁମାର ସମ୍ଭବ କାବ୍ୟର ସେ ଶ୍ଳୋକଟା କଣ ଗାଇଲେ କୋଉ ଶ୍ଳୋକଟା ଅଥାବ ମାନେ ନା ପିତୃପ୍ରଯୁକ୍ତା କନ୍ୟା ଭବ ପୂର୍ବ ପତ୍ନୀ ସତୀ ଯଜ୍ଞ ବିସ୍ତୃତ ଜନ୍ମେ ନମୁ ଶୈଳବଧୂ ପ୍ରପେଦେ ଅଥାବ ମାନନ ଅଥଃ କହିଲେ ଏହା ପରେ ଆଚ୍ଛା ଅଥାବ ମାନନ ପିତୃପ୍ରଯୁକ୍ତା ଦକ୍ଷସ୍ୟ କନ୍ୟା ଦକ୍ଷ ରାଜାଙ୍କର କନ୍ୟା ହେଲେ ସତୀ ଆଜ୍ଞା ଆଜ୍ଞା ଶିବଙ୍କର ସିଏ ପ୍ରଥମ ସ୍ତ୍ରୀ ନୁହଁ ଶିବଙ୍କର ସିଏ ହେଲେ 108 ନମ୍ବର ସ୍ତ୍ରୀ ସତୀ ଯୋଉ ଯାହା ହେଇଗଲେ ବାବା ହଁ ହଁ ତାଙ୍କର ନାଭି ଖଣ୍ଡଟା ଯାଜପୁରରେ ପଇଲା ବୋଲି କହୁଥିଲେ କକା ମହୋଦୟ କହୁଥିଲେ ଆଜ୍ଞା 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 ମୁଁ ଆପଣ ଗୋଟେ ପ୍ରାକ୍ଟିକାଲ ଦେଖେଇବି ଆଜ୍ଞା ସତୀଙ୍କର ଯୋଉ ଶବଦାହ ହେଲା ହେଲା ଶଙ୍କର ଭଗବାନ କାନ୍ଧରେ ପକେଇକି ବୁଲିଲେ ଆଜ୍ଞା 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 ଏଇଟା ସତୀ ଏଇଟା ଏଇଟା କେତେ ଓଜନ ହେଇଯିବ ଆଚ୍ଛା ସତୀକି କାନ୍ଧରେ ଧରିଲେ କିଏ ସେନା ଆସିବ ଆଜ୍ଞା ଆଜ୍ଞା ବିଷ୍ଣୁ କଣ କଲେ ଚକ୍ର ପକେଇ କାଟିଲେ ସାରେ ନାଭି କୋଉଠି ରହିଲା ମତେ ଟିକେ ଦେଖେଇ ଦେଲେ ପ୍ରାକ୍ଟିକାଲ प्रैक्टिकल ଯିବି ତାଙ୍କୁ ଦେଖେଇବି ର ଶିବଙ୍କ କାନ୍ଧରେ ମାଡି ହେଇକି ନାଭି ଖଣ୍ଡଟା ରହିଲା ଆଜ୍ଞା ଆଜ୍ଞା ରହିଛି ନା ରହିନି ହଁ ଚକ୍ର ଯେତେବେଳେ କାଟିଲା କଣ ଯେ ଭିତରେ ପଶିକି କାଟିଦେଲା କାନ୍ଧ କାଟି ହେଇଥାନ୍ତା କାନ୍ଧ କାଟି ହେଇନି ଓ ବିମଳା ହେଲେ ବିମଳା ସ୍ତୁ ମହାଦେବ୍ୟା ଜଗନ୍ନାଥ ସ୍ତୁ ଭୈରବ ବିମଳା ହେଲେ ମହାଦେବ୍ୟା ବିମଳାଙ୍କ ପାଖରେ ପ୍ରସାଦ ଲାଗିଲେ କୋଉ ପ୍ରସାଦ ଲାଗେ ମହାପ୍ରସାଦ ସାଙ୍ଗେ ସାଙ୍ଗେ ହେଇଯିବ
ଆପଣଙ୍କର କବି ହଉଛନ୍ତି କବି କେତନ ଗୌରଚରଣ ସମର ସିଂହା। ଆପଣ ମାନଙ୍କୁ ଗୋଟିଏ ବହି ନା କହିବି, କବିଙ୍କର ତ ଅନେକ ବହି ଅଛି। ଆଜ୍ଞା ଆଜ୍ଞା ଇଏ କବିଙ୍କର ବହି ନା ହଉଛି ରାମଦାସ ବିଳାସ। ସେଇଥିରୁ ଗୋଟେ ପଦ ବୋଲୁଛି କେମିତି ମହାପ୍ରସାଦ ହେଲା। ଆଜ୍ଞା 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 ସେ ଚୁଲାନ ରୋଷ ଘରୁ ବାହାରେ ଗଲେ ତ ସେ କଲା ହୁଏ ତାହାରେ। ଏ ମା ସେ ଚୁଲାନ ରୋଷ ଘରୁ ଗଲେ ବାହାରି। ସାର୍ ଟିକେ ଧ୍ୟାନ ଦିଅନ୍ତୁ। ହଁ ହଁ ମୁଁ 10 ମିନିଟ୍ କହିବି, ବହିଟାକୁ ସେଠିକି ଯିବି। ଆଜ୍ଞା ଆଜ୍ଞା ଯୋଉଠି ପ୍ରଚଣ୍ଡ ପାଣ୍ଡବ ଅଛି ସେଠୁ ହବ। ହଁ ସେ ଚୁଲାନ ରୋଷ ଘରୁ ବାହାରି। ମା ମାନଙ୍କୁ ପ୍ରଶ୍ନ ମୁଁ ପଚାରିବି। ପଚାର ମା ମାନ ଆପଣ ଯେତେବେଳେ ରୋଷେଇ ଘରକୁ ଯାଆନ୍ତି ହଁ ହଁ କଣ ସାର ଜମି ରୋଷେଇ କରିବାକୁ ନିଅନ୍ତି? ଯୋଉ ପନିପରିବା ଆପଣ ନେଇକି ଯାଆନ୍ତି, ଆଳୁ ବାଇଗଣ ହଁ ହଁ ବା ଚାଉଳ ଇତ୍ୟାଦି ନିଅନ୍ତି, ହଁ ତାକୁ କଣ କହନ୍ତି? ରୋଷେଇ ସେଟା ଜଗନ୍ନାଥ ମହାପ୍ରଭୁ ପାଖରେ ଆଉ ରୋଷେଇ ସାମଗ୍ରୀ କହିହବନି, ସେଟା ଅମଣିଆ। ଯେତେବେଳେ ରୋଷ ଘରେ ପଶିଯାଏ ତା ନାଁ ହେଇଯାଏ ଅମଣିଆ। ଆଚ୍ଛା ରୋଷ ଘରେ ରୋଷେଇ ସାରିଲା ପରେ ସେଟା ହେଇଯାଏ ଅନ୍ନ। କବି କହିଲେ ସେ ଚୁଲାନ ରୋଷ ଘରୁ ବାହାରି। ଯେତେବେଳେ ରୋଷ ଘରୁ ବାହାରି ଯାଏ ତା ନାଁ ହେଇଯାଏ ଛେକରେ। ତାର ମନେ ରହିଲା, ତା ନାଁ ହଉଛି ଛେକ। ଛେକରେ ଅମଣିଆରୁ ଛେକ ହେଲା। ଆଚ୍ଛା ଭୈରବୀ ଚକ୍ର ଦେଇ ହଇଲେ ପାରି, ହଇଲେ ପାରି ଭଲା ହଇଲେ ପାରି, ଭୋଗ ନାମରେ ତାକୁ ଲୋଡେ ଅଘାରି। ଭୈରବୀ ଚକ୍ର ଦେଇ ହଇଲେ ପାରି। ଗୋଟେ ଭୈରବୀ ଚକ୍ର ଅଛି। ଆଚ୍ଛା ଯେତେବେଳେ ପ୍ରସାଦ ଯାଏ, ଅନ୍ନ ଯାଏ, ହଁ ହଁ ଛେକ ହେଇଯାଏ। ସେ ଛେକଟା ପଣ୍ଡା ମାନେ ନେଲା ବେଳେ ଭୈରବୀ ଚକ୍ର ବାଟା ଦିଅନ୍ତି। ଆଜ୍ଞା ଆଜ୍ଞା ତାର ନାମ ସେଇଠି ଦିଆଯାଏ ଭୋଗ। ଭୋଗ ସେ ଅନ୍ନ ଛେକ ଭୈରବୀ ଚକ୍ରରେ ଯାଇକି ଥୁଆ ହବ। ଆଜ୍ଞା ଆଜ୍ଞା ଥୁଆ ହେଲା ପରେ ନାଁଟି ହେଇଯିବ ତାର ଭୋଗ। ଭୋଗ ସେ ଭୋଗ ତିନି ଠାକୁରଙ୍କ ପାଶରେ, ସେହୁ ପାଶରେ ଭଲା ସେହୁ ପାଶରେ ଲାଗିଲେ ନୈବେଦ୍ୟ ବୋଲନ୍ତି ନାରେ। ସେ ଯୋଉ ଭୋଗ ତିନି ଠାକୁରଙ୍କ ପାଖରେ ଲାଗିଲେ ଲୋ ମା, ହଁ ତା ନାଁଟା ହେଇଯାଏ କଣ ନା ନୈବେଦ୍ୟ। ନୈବେଦ୍ୟ ତୁଳସୀ ପତ୍ର ପଡିକି ପୂଜା ହେଲା। କୋଉ ମନ୍ତ୍ର? କୋକା ମନ୍ତ୍ର ଜାଣିଛନ୍ତି? ପୁରୀ ତାଙ୍କର ପାଖ, ସିଏ କିନ୍ତୁ ମନ୍ତ୍ର ଜାଣିନାହାନ୍ତି କୋଉ ମନ୍ତ୍ରରେ ପୂଜା ହେଲେ ଜଗନ୍ନାଥ। ମନେ ରଖ, ଟିପି ଦେବେ ଗୌଡିଆ ବୈଷ୍ଣବ ମନ୍ତ୍ର। ତୁଳସୀ ପତ୍ର ପଡିବ। କ୍ଲିಂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ଅମୃତ ନୈବେଦ୍ୟ ସମର୍ପୟାମି। କ୍ଲିಂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ଅମୃତ ନୈବେଦ୍ୟ ସମର୍ପୟାମି। କ୍ଲିಂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ଅମୃତ ନୈବେଦ୍ୟ ସମର୍ପୟାମି। 3 ଥର କହି ସାରିଲା ପରେ ପଣ୍ଡା ନନା ତଳୁ ଛାଡିବେ, ପ୍ରସାଦ ଲାଗିବ, ଜଗନ୍ନାଥ ଦେଖାଯିବ। ଆଉ ଦେଖାଯାଆନ୍ତି ଜଗନ୍ନାଥ? ଗୋଟେ ଫଟୋ ପୁରା ଲାଗିଛି ଉପରେ। ଛାଇ ଦେଖିବେ ଭୋଗ ମାରା ହେଲେ ତାକୁ ଯୋଉ ପାତାଳି କରାଯାଏ କହୁଥିଲେ, ଭୋଗ ମାରା ହେଲା ବୋଲି କେମିତି ଜାଣିବେ? ଯିବି ପଚାରି ରୋହିଣୀ କୁଣ୍ଡ ନିକଟରେ ବାମ ପାର୍ଶ୍ୱରେ ଆଜ୍ଞା ଆଜ୍ଞା ବିମଳାଙ୍କ ଆଗରେ ଛିଡା ହେଲେ ହଁ ବାମ ପାର୍ଶ୍ୱକୁ ଚାହିଁଦେବେ, ଗୋଟେ ମନ୍ଦିର ଅଛି କୁତାମଚଣ୍ଡୀ ମନ୍ଦିର। ଆଜ୍ଞା ଆଜ୍ଞା କୁକୁର ଉପରେ ଗୋଟେ ଦେବୀ ହୋଇଛି, ତା ନାଁ ହଉଛି କୁତାମଚଣ୍ଡୀ। ଆଚ୍ଛା ମହାପ୍ରସାଦ ମାରା ହେଇଗଲେ ହଁ ହଁ ଗୋଟେ କୁକୁର ସେ ମନ୍ଦିରରୁ ବାହାରି ଆଚ୍ଛା ଦେଉଳ ଚାରିପଟ ବୁଲିଲେ ପଣ୍ଡା ମାନେ ଜାଣିବେ ହଁ ମହାପ୍ରସାଦ ଆଜି ମାରା ହେଇଯାଇଛି। ଆଚ୍ଛା ଦେଖନ୍ତୁ, ଆଉ ସ୍ୱାନ ପଶେନି କଣ? ପୁରୀରେ କଳ୍ପବଟ ଅଛି। ଆଉ ସେଇ ଯୋଉ ବୋଟୁଟା ରପାଟି ଗଲା। ଆଚ୍ଛା, ନୈବେଦ୍ୟ ହେଲା, ସେ ନୈବେଦ୍ୟ ଯିବ କୁଆଡେ? ସେ ନୈବେଦ୍ୟ ବିମଳାଙ୍କ ପାଖରେ ଲାଗି ହବ। ଆଚ୍ଛା ବିମଳାଙ୍କ ପାଖରେ ଲାଗି ହେଲେ ହେଲେ ନାଟି ହେଲା ମହାପ୍ରସାଦ। ସେ ମହାପ୍ରସାଦ ହଁ 5 ପରମେଶ୍ୱରଙ୍କୁ ଦେଲା ପରେ ନାଟା ହବ କୈବଲ୍ୟ। ହଁ ସେ କୈବଲ୍ୟକୁ
ପାଇବେ କିଏ? କିଏ ସେ? ସେ କୈବଲ୍ୟ ଭକ୍ତ ଗଣ ପାହାନ୍ତି ଗଣ ପାଆନ୍ତି ଭଲ ଗଣ ପାଆନ୍ତି ଅପଢ଼ା ବୋଲି ତାର ନାମ ଦିଅନ୍ତି ସେଇ ଯୋଉ କୈବଲ୍ୟ ହଁ ଆମେ ପାଉଛେ କୈବଲ୍ୟ ଆଚ୍ଛା ଆମ ପାଖକୁ ଆସିଗଲେ ଆମେ କଣ କରୁଛେ ନା ସେଟା ଅବଢା ବଢା ହବ ନାହିଁ ଅବଢା ବୋଲି ତା ନାଁଟା ରହିଗଲା ଅଭଢା ଆଚ୍ଛା ଏଟା ଅଭଢା ନୁହଁ ନା ଅବଢା ହଁ ସେଟା ବଢା ହୁଏନି ଲୋ ମା ସେଇ ଯୋଉ ଅଭଢା କଣିକା ପଡିଲା ଅଭଢା କଣିକା କୈବଲ୍ୟ ଖଳାକୁ ଗଲେ ନିର୍ମାଲ୍ୟ ଖଳାକୁ ଗଲେ ନାଲି କପଡାରେ ବାନ୍ଧିଦେଲେ ନିର୍ମାଲ୍ୟ ହେଲା ଖାଲି ଏଇ ମହାପ୍ରସାଦ ଉପରେ ଥାକେ ବାଲା ହବ ପରା ଆଜ୍ଞା ଥାକେ ବାଲା ହବ ନା ପ୍ରଚଣ୍ଡ ପାଣ୍ଡବ ଅଛି ଏ ମା ଓ ଆପଣ ମାନେ ଶୁଣୁଥିଲେ ମହାଭାରତ କାହାଣୀ ପ୍ରଚଣ୍ଡ ପାଣ୍ଡବ ଆଜ୍ଞା ଆଜ୍ଞା ପାଣ୍ଡବ ପ୍ରଚଣ୍ଡ ହେଲେଣି କବି ହେଲେ ରାଜଶେଖର ବହି ନା କାହିଁକି ପ୍ରଚଣ୍ଡ ପାଣ୍ଡବ ହେଲା ପାଣ୍ଡବ ପ୍ରଚଣ୍ଡ ହବାରୁ ହେଲା ପାଣ୍ଡବ କଣ ପ୍ରଚଣ୍ଡ ହେଇଥିଲେ ଏ ପଚାରିବି ତାଙ୍କୁ ଆଚ୍ଛା ଆଉ ଗୋଟିଏ କଥା ମୁଁ ଆପଣ ମାନଙ୍କୁ କହିବି ଆଜ୍ଞା ଆଜ୍ଞା ଦ୍ରୁପଦ ଯୋଉ ପକ୍କା କଲେ ଆଜ୍ଞା ଟିକେ ସମାଲୋଚନା କରିବା ତାପରେ ଯିବା ନା ଦ୍ରୁପଦ ଯୋଉ ପଣଟା କଲେ ଆଜ୍ଞା ଆଜ୍ଞା ସେ ପଣଟା ହଉଛି କଣ ଛାନ୍ଦୁଟେ ଗାଉଛି ପଣ ପାଇଁ ଛାଣ୍ଡ ପୁଅ ଦେଖେ 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 ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଆଜ୍ଞା 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 କକା କହିଲେ କୁଆଡେ ଆମକୁ ଗାଇ ଆସୁନି ଆମେ ଆମ ଖାତାରେ ନାହିଁ ଆଚ୍ଛା ଆମ ଖାତାରେ ନଥିଲେ ନାହିଁ ହଁ ହଁ କହିବୁ ଜଗା ଆମ ଗୁରୁଙ୍କ ପାଖେ ତ ଅଛି ହଁ କାହିଁକି ରହ ମୁଁ ମଜାରେ କହୁଛି ମୋ ସତେ କଣ କହୁଛି କକା ସେ ମୋର ପୂଜ୍ୟ ନମସ୍ୟ ମୁଁ ତାଙ୍କୁ ସମ୍ମାନ ଦିଏ ଆଜ୍ଞା ଆଜ୍ଞା କିନ୍ତୁ ଗଲେ ଆମେ କାଟିବୁ ରହ ତୁ କଣ ଦେଇନାହାନ୍ତି ଡମ୍ବୁରୁ ସୁରୁ ସାତ ତାଳ ରହୁଛେ ରାଧା ଚକ୍ର ହାତ ଚାଳର ହୋତେ ରାଧା ଚକ୍ର ହୋତେ ଆରେ ଭବେଶ ଲକ୍ଷ୍ୟ ବର ଲକ୍ଷ୍ୟ ଭାର ବାଳର ମାତା ଚକ୍ର ଚିକୁଟେ ହୋଇଛି ଆର ନୂର ପାକୁড়া ନୂରପକୁଳା କେତେବେଳେ ଜଳ ଘଟକୁ ଉପରକୁ ସାୟ ମୁଷ୍ଟି ସରେ ନୀଳ ନୟନ ବାମ ଫୁଟିବ ଘେନ ସରେ ବାମ ଫୁଟିବ ଧେନ ଲକ୍ଷ୍ମୀ ଧାରି ଅମକେ ଦୃଷ୍ଟଦ୍ୟୁମ୍ନ ଘୋଷଣା କରିଛନ୍ତି ଆଜ୍ଞା ଆଜ୍ଞା ଶୋକଟା ସେ ଗାଇଛନ୍ତି ମୁଁ ଆଉ ଗାଉନି ସକାଳ ଭୁବନ ରକ୍ଷା ର ସାତ ତାଳର ଉଚ୍ଚେ ରାଧା ଚକ୍ର ସୁସଞ୍ଚେ ଭ୍ରମେ ସହସ୍ର ଧାର ତାର ଟିକେ ନଜର ଦିଅନ୍ତୁ ଆଜ୍ଞା ଆଜ୍ଞା ସାତ ତାଳର ଉଚ୍ଚରେ ଆଚ୍ଛା ରାଧା ଚକ୍ର ଆଜ୍ଞା ତା ଉପରେ ରୋହିତ ମାଛ ତଳେ ଗୋଟେ ଜଳକୁଣ୍ଡ ହେଇଛି ଜଳକୁଣ୍ଡକୁ ଅନେଇବ ତା ଛାଇଟା ପଡିଛି ତା ଛାଇଟାକୁ ଅନେଇ ଉପରକୁ ମୁଷ୍ଟି କରି ଯିଏ ମାଛର ଆଖି ଭେଦ କରିବ ସିଏ ବାହା ହବ
বঢ়িয়া টেস্ট কথা তো ଟେଷ୍ଟ ନାଇଁ ଟେଷ୍ଟ ଆଚ୍ଛା ଏତେ ବଡ କଷ୍ଟ ଯିଏ କରିବ ହଁ ହଁ ଦ୍ରୁପଦ ଯୋଉ ଏତେ ବଡ କଷ୍ଟ ଦେଲେ ବା ଏଇ ଯୋଉ ପଣଟା ରଖିଲେ କଣ ଦେଖି ସାର୍ ଦ୍ରୌପଦୀର କଣ ଗୁଣ ଦେଖିଲେ ଏତେ ବଡ ପଣଟା କଲେ ହଁ କି ର। ଦେଖିଲୁ ଯେମିତି ଜନକ ମହର୍ଷି ହଁ ଟିକେ ପଛକୁ ନଉଛି ଆଜ୍ଞା ଆଜ୍ଞା ଯେମିତି ଜନକ ମହର୍ଷି ହଁ ଯୋଉ ଧନୁଟାକୁ କେହି ତୋଳି ପାରୁନଥିଲେ ଦେଖି ପାରୁନଥିଲେ ସୀତା 7 ବର୍ଷରେ ଧନୁଟାକୁ ଟେକି ଦେଲେ ବୋଲି ଏ ଜନକ ମହର୍ଷିଙ୍କର ନଜର ପଡିଲା ଜନକ ମହର୍ଷି ପଣ କଲେ ଇଏ ଧନୁକୁ କେହି ତୋଳି ପାରିଲେନି ଆଚ୍ଛା ସୀତା ଯଦି ତୋଳି ଦେଲା ଇଏ ମାନବୀ ନୁହଁ ତେଣୁ ସେ ପଣ କଲେ ଇଏ ଧନୁଟାକୁ ଟେକି ଯିଏ ଗୁଣଟା ଦେଇଦବ ଦବ ଜନକ କହିନାହାନ୍ତି ଧନୁ ଭାଙ୍ଗିବା ପାଇଁ ଆଚ୍ଛା ଯିଏ